ତେଜସ୍ ତ୍ରିନାଲୀକୁ କହିବେ ଏଇଟା କ'ଣ ଲେଖା ହେଉଛି। ସିମ୍ପୁଲ୍ ଆଣ୍ଡ ଟେକ୍ସଟ ୱାର୍ଡ଼ରେ ଲେଖା ହେଉଛି। ତ୍ରିନାଲୀ କହିବେ ମୁଇଁ ଏଇ ପେପର ପଢ଼ିବାର ଲାଗି ନେଇ ଆସିଲା, ପିଇବାର ପାଣି ଲାଗି ଆଉରୁ ମଜୁରୀ ବଢ଼ାଇବାର ପାଇଁ ଆସିଛେଁ। ତେଜସ୍ କହିବେ ଇଂଲିଶ ପଢ଼ିବାର ନାହିଁ ଆସିନା, ତୁମେ ହିଁ ତ୍ରିନାଲୀ। ତ୍ରିନାଲୀ କହିବେ ମୋତେ ତୁମେ କାହିଁକି ଛୁଇଁବାକୁ ଚେଷ୍ଟା କଲ, ସାହସ କେମିତି କଲ? ଏଇ ଅଭଦ୍ରାମୀ କେମିତି ଗାଁର ଝିଅ ହୋଇପାରେ? ହେଲେ ସତ, ହେଲେ ମୁଁ ଦୁର୍ବଳ ନୁହେଁ। ସାଙ୍ଗେ ସାଙ୍ଗେ ତୁମରି ଉପରେ କେସ୍ କରିବି। ଖରାପ ବ୍ୟବହାର କରୁଥିଲ ବୋଲି ଆରୋପ ବି ଲଗାଇବେ। ତୁମର ଇଗୋ ଟିକେ କଣ୍ଟ୍ରୋଲ ରଖ। ଭବାନୀ ଦେବୀ କହିବେ ସେ ଗାଉଁଲି ଲୋକ, ଗରିବ ଲୋକମାନଙ୍କୁ ବହୁତ ସାହସ ବଢ଼ିଗଲାଣି। ସେମାନଙ୍କର ସାହସକୁ ଭାଙ୍ଗିବାକୁ ହେବ ପଡ଼ିବ। କାହାକୁ ବି ଛାଡ଼ିବ ନାହିଁ। ଆଜି ପର୍ଯ୍ୟନ୍ତ ମୋରି ବିରୋଧରେ ଠିଆ ହେବା ପାଇଁ କେହି ବି ସାହସ ଉଠାଇ ପାରିବେ ନାହିଁ। ସାହୁ ପରିବାରକୁ ନାଁ ଶୁଣିଲେ ଯେମିତି ଡରିଯିବେ। ବୁଝିପାରିଲ ତ? ତୁମେମାନେ ଏବେ ଯାଇକରି ସେମାନଙ୍କୁ ଗୋଇଠା ମାରି ବାହାର କରନ୍ତୁ ଅତି ଶୀଘ୍ର। ଗୁଣ୍ଡାମାନେ କହିବେ ଏଇ ଧାରଣା ବନ୍ଦ କର, ଚାଲ, ନହେଲେ ତୁମମାନଙ୍କୁ ବହୁତ ମାଡ଼ ହେବ। ତ୍ରିନାଲୀ କହିବେ ତୁମର ଏଇ ଗୁଣ୍ଡାରାଜ ଚଳିବ ନାହିଁ। ଆମେ ତ ପାଣି ମାଗିବା ପାଇଁ ଧାରଣା ବସିଛୁ। ଗାଁ ଲୋକମାନଙ୍କ ସାଥିରେ ଏମିତି ବ୍ୟବହାର କର ନାହିଁ। ତେଜସ୍ କହିବ ଏଇଟା କି ଅଭଦ୍ରାମୀ? କିଏ କାହାକୁ ହାତକୁ ଉଠାଇ ପାରିବ ନାହିଁ। ତୁମେମାନେ ଚାଲିଯାଅ। ଗୁଣ୍ଡାମାନେ କହିବେ ଇଏ ବି ଗାଁ ଲୋକଙ୍କ ସାଥିରେ ଆସିଛି, ଏହାକୁ ବି ମାଡ଼ ମାର। ତେଜସ୍କୁ ହାତରେ ମାରିଦେବେ ଗୁଣ୍ଡାମାନେ ଓ ତ୍ରିନାଲୀକୁ ବି ମାରିଦେବେ। ତେଜସ୍ ଓ ତ୍ରିନାଲୀକୁ ହସ୍ପିଟାଲକୁ ନେଇଯିବେ। ତେଜସ୍ ତ୍ରିନାଲୀକୁ କହିବେ ତୁମେ ଠିକ୍ ଅଛ ତ? ତାପରେ ତ୍ରିନାଲୀ କହିବେ ଏଇଟା ହିଁ ତୁମର ଧନୀ ଲୋକଙ୍କର ଅସଲି ରୂପ। ଗରିବ ଲୋକମାନେ ଯେତେବେଳେ ତାର ଅଧିକାର ମାଗସି, ତାର ସାଙ୍ଗେ ସାଙ୍ଗେ ଏନ୍ତା ବ୍ୟବହାର କରାଯାଇଛି। ତାକୁ ହିଁ ଲାଠି ମାଡ଼ ଖାଇବାକୁ ପଡ଼୍ସି। ଆମେ ତ ଖାଲି ପାଣି ମାଗିଥିନୁ, ଗାଁ ଲୋକମାନକେ କେନ୍ତା ମାରପିଟ କଲ ଯେ ଆମେ ତୁମର ସୁନା ଚାନ୍ଦି ନେଇ ମାଗିଥିନୁ। ଭବାନୀ ଦେବୀ କହିବେ ତୁମମାନଙ୍କୁ କ'ଣ କହିଥିଲି? ମୋରି ପୁଅକୁ ମାଡ଼ ମାରି ତୁମେ ହସ୍ପିଟାଲକୁ ପଠାଇଦେଲ। ମ୍ୟାଡ଼ାମ୍, ଆମେ ତୁମ ପୁଅକୁ ଜାଣିପାରିଲୁ ନାହିଁ। ସେ ଗାଁ ଲୋକମାନଙ୍କ ସାଥିରେ ମିଶିଥିଲା। କୃଷିକା ଏବଂ କାର୍ତ୍ତିକ ତ୍ରିନାଲୀକୁ ତେଜସ୍କୁ ଦେଖା କରିବାକୁ ଯିବ। ତ୍ରିନାଲୀ ଶୁଣିବ ଜଣେ ଲୋକ ହସ୍ପିଟାଲରେ ଶମ୍ଭୁ ନାମକ ଜଣେ ପେସେଣ୍ଟ ଅଛି। ତାକୁ ଭଲ କରି କେୟାର ନେବାକୁ ହେବ। ସେ ଗୋଇନ୍ଦାପୁର ବାସିର ଲୋକ। ସେ ମରୁଛି କି ବଞ୍ଚିଛି ତାର କିଛି ବି ଜଣା ପଡ଼ୁନାହିଁ। ଆଜିର ଭିଡ଼ିଓଟି କେମିତି ଲାଗିଲା ଆମକୁ ଲାଇକ୍, ସେୟାର ଓ କମେଣ୍ଟ କରି ନିହାତି ଜଣାଇବେ। ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି ଆମକୁ କମେଣ୍ଟ କରି ନିହାତି ଜଣାଇବେ ଏମିତି ଅଡ଼ିଓ ଜାଣିବା ପାଇଁ।